ପଶୁ ଜାଣିଛ ଦେଖିଛ ହାତ ଦେଖ ମୁଁ କହିବି ଯାହା ଘରେ ପାଟି କରନି ବସ ଚୁପେଇକି କହିଲା ତମ ଘରେ କୋଉ ପଶୁ ପାଳିଛ ତମେ କହିଲ ତମ ଘରେ କଣ ପାଳିଛ କିଛି ପାଳିନ ଆଉ କୋଉ ପଶୁ ନା ଜାଣିଛ ମଇଁଷି ସେଇଠୁ ତମେ କହିଲ ତମ ଘରେ କଣ ଅଛନ୍ତି ପାଳିଛ ଠେକୁଆ ପାଳିଛ ହଉ ଭେରି ଗୁଡ୍ ତମେ ଆଉ କଣ ଜାଣିଛ ଗାଈ ତମେ କିଛି ନୁହଁ ତମେ ତାର ଉତ୍ତର ଦିଏ କିଛି ସେଠୁ ତମ ଘରେ କଣ ବା ପାଳିଛ ଗାଈ ଛେଳି ଆଉ କଣ ଜାଣିଛ ପଶୁ ନା କହିଲ ବେଟା ଆଉ କଣ ଜାଣିଛ ହଉ ମଇଁଷି ହଉ ମୁଁ କିଛି କଣ ଗୃହପାଳିତ ପଶୁ ଆଉ ଇଏର ନାଁ ମାନେ ଦେଖେଇବି ଚିତ୍ର କହିପାରିବ ହଉ ଠିକ ଅଛି କହିଲ ଇଏ କିଏ ଗାଈ ଗାଈ ଦେଖିଛ କହିଲ ଗାଈ ଠାରୁ ଆମକୁ କଣ ମିଳେ କ୍ଷୀର କ୍ଷୀରି ରୁଟି କେମିତି ମିଳେ ଗାଈ ଠାରୁ କେବଳ କଣ ପାଉ କ୍ଷୀର କ୍ଷୀରରୁ ତିଆରି କ୍ଷୀରି ହେଲା କ୍ଷୀର ଘିଅ ଲହୁଣୀ ସବୁ ପାଇନି ଏବେ ଆଚ୍ଛା କହିଲ ଗାଈର କେତେଟା ଗୋଡ଼ ଶିଙ୍ଗ କେତେଟା ଏଟା ଜାଣିଲ ତ ଗାଈ ଆଉ ଇଏ କଣ ମଇଁଷି ଦେଖିବାକୁ କେମିତି କଳା ମଇଁଷି ଠାରୁ ଆମେ କଣ କଣ ପାଉ କିଛି ପାଉନି ମଇଁଷି କ୍ଷୀର ଦିଏନି ଆଉ ପୁଣି କେମିତି କହିଲ କିଛି ପାଉନି କ୍ଷୀର ହେଲା ବି କ୍ଷୀର ଦହି ଛେନା ଘିଅ ସବୁ ପାଇବ ତାପରେ କହିଲ ଆମେ ଦେଖ ଆମେ ଯୋଉ ଗାଈ ମଇଁଷି ଦେଖିଲେ ତାକୁ ଆମେ କୋଉଟା ଘରେ ପାଳୁ ମଇଁଷି ବି ପାଳୁ ମଇଁଷି ରହୁନାହାନ୍ତି ଗାଈ ଆଉ ମଇଁଷି କଣ ଗୃହପାଳିତ ପଶୁ ମଇଁଷି ଅଛନ୍ତି ଦେଖିଲ ତାହେଲେ ମଇଁଷି ଗାଈ ମାନେ କଣ ଗୃହପାଳିତ ପଶୁ ପାଟି କରନି ତାହେଲେ ଗାଈ ଆଉ ମଇଁଷି କଣ ଗୃହପାଳିତ ପଶୁ ହେଲା ଇଏ କଣ